ଜ୍ୟେଷ୍ଠ ଅମାବାସ୍ୟାର ପବିତ୍ର ଦିନରେ ପାଳନ କରାଯାଉଥିବା ସାବିତ୍ରୀ ବ୍ରତ ହେଉଛି ହିନ୍ଦୁ ବିବାହିତ ନାରୀମାନଙ୍କର ଏକ ଅତ୍ୟନ୍ତ ପବିତ୍ର ଓ ଶ୍ରଦ୍ଧାର ବ୍ରତ। ଏହି ବ୍ରତ ସ୍ୱାମୀଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ, ସୁଖ ସମୃଦ୍ଧି ଓ ଅଖଣ୍ଡ ସୌଭାଗ୍ୟ ପାଇଁ କରାଯାଏ। ମା ସାବିତ୍ରୀ ନିଜର ଭକ୍ତି, ସାହସ ଓ ପତିବ୍ରତ ଶକ୍ତିରେ ଯମରାଜଙ୍କଠାରୁ ନିଜ ସ୍ୱାମୀ ସତ୍ୟବାନଙ୍କୁ ପୁନଃ ଜୀବନ ଦେଇଥିଲେ। ସେଥିପାଇଁ ଏହି ବ୍ରତକୁ ନାରୀଙ୍କ ଅଟୁଟ ପ୍ରେମ ଓ ନିଷ୍ଠାର ପ୍ରତୀକ ଭାବେ ମନାଯାଏ। ସାବିତ୍ରୀ ବ୍ରତ ଦିନ ସକାଳୁ ସକାଳୁ ଉଠି ସ୍ନାନ କରି ପବିତ୍ର ବସ୍ତ୍ର ପିନ୍ଧାଯାଏ। ବିଶେଷ କରି ଲାଲ, ହଳଦିଆ କିମ୍ବା ସବୁଜ ରଙ୍ଗର ଶାଢ଼ୀ ପିନ୍ଧିବାକୁ ଶୁଭ ମନାଯାଏ। ବିବାହିତ ନାରୀମାନେ ସିନ୍ଦୁର, ଶଙ୍ଖା, ପୋଳା ଓ ଅଳଙ୍କାର ପିନ୍ଧି ସମ୍ପୂର୍ଣ୍ଣ ସୌଭାଗ୍ୟବତୀ ରୂପରେ ପୂଜା କରନ୍ତି। ଏହି ଦିନ ଅନେକେ ନିର୍ଜଳ ଉପବାସ ରଖନ୍ତି, ଯେତେବେଳେ କେହି କେହି ଫଳାହାର କରି ବ୍ରତ ପାଳନ କରନ୍ତି। ପୂଜା ପାଇଁ ବଟଗଛର ବିଶେଷ ମହତ୍ଵ ରହିଛି। ବଟବୃକ୍ଷକୁ ଦୀର୍ଘାୟୁ ଓ ଅମରତ୍ୱର ପ୍ରତୀକ ଭାବେ ମନାଯାଏ। ପୂଜା ସମୟରେ ମହିଳାମାନେ ବଟଗଛକୁ ପାଣି ଅର୍ପଣ କରିଥାନ୍ତି, ଧୂପଦୀପ ଜଳାଇ ପୂଜା କରନ୍ତି ଓ ଗଛ ଚାରିପାଖରେ ସୂତା ପେଚି ପରିକ୍ରମା କରନ୍ତି। ପରିକ୍ରମା ସମୟରେ ସ୍ୱାମୀଙ୍କ ଦୀର୍ଘ ଆୟୁ ଓ ପରିବାରର ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରାଯାଏ। ଏହି ବ୍ରତରେ ସାବିତ୍ରୀ ଓ ସତ୍ୟବାନଙ୍କ ପବିତ୍ର କଥା ଶୁଣିବା କିମ୍ବା ପଢ଼ିବାର ବିଶେଷ ମହତ୍ଵ ରହିଛି। ଏହାକୁ ଶୁଣିଲେ ବିବାହିତ ଜୀବନରେ ସୁଖ, ଶାନ୍ତି ଓ ସମ୍ପର୍କରେ ମଧୁରତା ବଢ଼ିଥାଏ ବୋଲି ମନାଯାଏ। ପୂଜା ଶେଷରେ ଆରତି କରି ପ୍ରସାଦ ବଣ୍ଟନ କରାଯାଏ ଓ ବଡ଼ମାନଙ୍କ ଆଶୀର୍ବାଦ ନିଆଯାଏ। ସାବିତ୍ରୀ ବ୍ରତ କେବଳ ଏକ ପରମ୍ପରା ନୁହେଁ, ଏହା ଭକ୍ତି, ବିଶ୍ୱାସ ଓ ପତିପତ୍ନୀଙ୍କ ଅଟୁଟ ସମ୍ପର୍କର ପବିତ୍ର ପ୍ରତୀକ ଅଟେ। ଭକ୍ତି ଓ ନିଷ୍ଠା ସହିତ ଏହି ବ୍ରତ ପାଳନ କଲେ ଜୀବନରେ ସୁଖ, ସମୃଦ୍ଧି ଓ ପରିବାରରେ ଶାନ୍ତି ରହେ ବୋଲି ମନାଯାଏ। ସାବିତ୍ରୀ ବ୍ରତର ନିୟମ: 1. ବ୍ରହ୍ମ ମୁହୂର୍ତ୍ତରେ ଉଠନ୍ତୁ। ସକାଳେ ସ୍ନାନ କରି ପବିତ୍ର ବସ୍ତ୍ର ପିନ୍ଧି ବ୍ରତ ଆରମ୍ଭ କରନ୍ତୁ। 2. ନିର୍ଜଳ କିମ୍ବା ଫଳାହାର ବ୍ରତ। ଅନେକ ମହିଳା ନିର୍ଜଳ ଉପବାସ ରଖନ୍ତି, କେହି କେହି ଫଳ ଖାଇ ବ୍ରତ କରନ୍ତି। 3. ଶୁଭ ବସ୍ତ୍ର ପିନ୍ଧନ୍ତୁ। ଲାଲ, ହଳଦିଆ କିମ୍ବା ସବୁଜ ଶାଢ଼ୀ ପିନ୍ଧିବାକୁ ଶୁଭ ମନାଯାଏ। 4. ବଟଗଛ ପୂଜା। ବଟବୃକ୍ଷକୁ ସାବିତ୍ରୀ ବ୍ରତରେ ବିଶେଷ ମହତ୍ଵ ଦିଆଯାଏ। ଗଛକୁ ସୂତା ପିଚି ପରିକ୍ରମା କରନ୍ତୁ। 5. ସାବିତ୍ରୀ ବ୍ରତ କଥା ଶୁଣନ୍ତୁ। ସାବିତ୍ରୀ ଓ ସତ୍ୟବାନଙ୍କ ପବିତ୍ର କଥା ଶୁଣିବା କିମ୍ବା ପଢ଼ିବା ଅତ୍ୟନ୍ତ ଜରୁରୀ। 6. ସ୍ୱାମୀଙ୍କ ଆଶୀର୍ବାଦ ନିଅନ୍ତୁ। ପୂଜା ପରି ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରି ତାଙ୍କର ଆଶୀର୍ବାଦ ନିଅନ୍ତୁ। ସାବିତ୍ରୀ ବ୍ରତ ପୂଜା ବିଧି: ପୂଜା ସାମଗ୍ରୀ: ବଟଗଛ ପତ୍ର, ଫୁଲ ଓ ମାଳା, ଧୂପ, ଦୀପ, ସିନ୍ଦୁର, ଫଳ ଓ ମିଠା, ନଡ଼ିଆ, ସୂତା, ପାଣି କଳସ। ପୂଜା କରିବାର ପ୍ରକ୍ରିୟା: ପ୍ରଥମ ପଦକ୍ଷେପ, ଘର ସଫା କରି ପୂଜା ସ୍ଥାନକୁ ପବିତ୍ର କରନ୍ତୁ। ଦ୍ୱିତୀୟ ପଦକ୍ଷେପ, ମା ସାବିତ୍ରୀଙ୍କ ଫଟୋ କିମ୍ବା ଚିତ୍ର ସ୍ଥାପନ କରନ୍ତୁ। ତୃତୀୟ ପଦକ୍ଷେପ, ଧୂପ, ଦୀପ ଜଳାଇ ଫୁଲ, ଫଳ ଓ ସିନ୍ଦୁର ଅର୍ପଣ କରନ୍ତୁ। ଚତୁର୍ଥ ପଦକ୍ଷେପ, ବଟଗଛକୁ ସୂତା ପିଚି 7 ଥର ପରିକ୍ରମା କରନ୍ତୁ। ପଞ୍ଚମ ପଦକ୍ଷେପ, ସାବିତ୍ରୀ ବ୍ରତ କଥା ଶୁଣନ୍ତୁ ଓ ଆରତି କରନ୍ତୁ। ଷଷ୍ଠ ପଦକ୍ଷେପ, ଶେଷରେ ପ୍ରସାଦ ବଣ୍ଟନ କରି ବ୍ରତ ସମାପ୍ତ କରନ୍ତୁ। ସାବିତ୍ରୀ ବ୍ରତର ମହତ୍ଵ: ସାବିତ୍ରୀ ବ୍ରତ ବିବାହିତ ଜୀବନରେ ସୁଖ, ଶାନ୍ତି ଓ ସ୍ୱାମୀଙ୍କ ଦୀର୍ଘ ଆୟୁ ଦେଇଥାଏ ବୋଲି ମନାଯାଏ। ଭକ୍ତି ଓ ନିଷ୍ଠା ସହିତ ଏହି ବ୍ରତ ପାଳନ କଲେ ପରିବାରରେ ସମୃଦ୍ଧି ଆସେ,